पिछले प्रकरण में आपने देखा कि गौरी शंकर प्राचीन परंपरा के अनुसार उपनिषद पढ़ाते हैं। उनका बेटा नरेंद्र नाटककार है। दोनों में जीवन की प्रासंगिकता को लेकर मतभेद है। अब आगे देखिए। कमला, लॉन्ड्री से मेरे कपड़े आ गए कि नहीं? काका, कपड़े इस्त्री हो गए कि नहीं? अरे कमला, मैं जा रहा हूँ, देर हो रही है भाई मुझे। निकल रहा हूँ माँ, देर हो रही है मुझे। अरे बेटा नरेंद्र, चढ़ना मत, तो लेता जा बेटा। हाँ हाँ। सुखी रहे। अरे नरेंद्र, देर हो रही है यार। आ रहा हूँ यार, चल। ओम सहना भवतु सहनौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै। ओम शांति शांति शांति। ମୁଁ ସୂତ୍ରଧାର, କଥାକୁ ଗୋଟେ ସୂତ୍ରରେ ବୁଣିବା ବାଲା ସୂତ୍ରଧାର। ଆଜି ମୁଁ ଆପଣଙ୍କୁ ଗୋଟେ କାହାଣୀ କହିବାକୁ ଯାଉଛି, କାହିଁକି ନା ମୁଁ ଜାଣିଛି କାହାଣୀ ଆପଣଙ୍କୁ ପ୍ରିୟ ଅଟେ। ଏ କାହାଣୀ କୌଣସି ରାଜା, କୌଣସି ରାଜ ପରିବାର କିମ୍ବା କୌଣସି ଅବତାରର ନୁହେଁ। ଏ କାହାଣୀ ମୋର ଆଉ ଆପଣଙ୍କର ଅଟେ। ବାସ୍ତବରେ ଏ କାହାଣୀ ପୁରା ମାନବ ଜାତିର। ଆପଣ କହିପାରିବେ କି ଆପଣ ନିଜର କାହାଣୀ ଜାଣିଛନ୍ତି? କ'ଣ ଆପଣମାନେ ନିଜର କାହାଣୀ ଜାଣିଛନ୍ତି? ତ କୁହନ୍ତୁ, କିଏ ଆପଣ? କ'ଣ ଆପଣଙ୍କର ଅମୂଲ୍ୟ ଆଉ ଅଦ୍ଭୁତ ଜୀବନର ଉଦ୍ଦେଶ୍ୟ? ଉପନିଷଦ। ଉପନିଷଦ ନିଜେ ନିଜକୁ ଜାଣିବା ଆଉ ଚିହ୍ନିବାର ପ୍ରକ୍ରିୟା ଅଟେ। କ'ଣ ଆପଣ ଜାଣିଛନ୍ତି କି ଆମ ଭିତରେ ଆଉ ଜଣେ ବ୍ୟକ୍ତି ଲୁଚିକି ଅଛି ଯିଏ ଆମକୁ ଦେଖାଯାଏ ନାହିଁ, କିନ୍ତୁ ସେସବୁ କ୍ଷଣ, ଦିନ ଆଉ ରାତି ନିଜକୁ ଅଭିବ୍ୟକ୍ତ କରିବା ପାଇଁ ଲଢ଼ୁଛି। ସେ ସବୁ ବନ୍ଧନକୁ ଭାଙ୍ଗିବା ପାଇଁ ଲଢ଼ୁଛି। ସେ ଶାନ୍ତି ପାଇଁ ଲଢ଼ୁଛି। ସେ ଆନନ୍ଦର ଅନୁଭୂତି ପାଇଁ ଲଢ଼ୁଛି। ଶୁଣିଲେ ଆପଣ? ସେ ନଜବାନ ନିଜକୁ ଅଟକାଇ ପାରିଲା ନାହିଁ। ସିଗ୍ନାଲ ଭାଙ୍ଗିକି ଚାଲିଗଲା, କାହିଁକି ନା ସେ ବନ୍ଧନ ସ୍ୱୀକାର କରିବାକୁ ଚାହୁଁନଥିଲା। କ'ଣ ପାଇଁ ଜଣେ ପୁତ୍ର କିମ୍ବା ପୁତ୍ରୀ କେବେ ପିତାର ବିରୁଦ୍ଧରେ, କେବେ ପରିବାରର ବିରୁଦ୍ଧରେ, କେବେ ସମାଜର ବିରୁଦ୍ଧରେ ବିଦ୍ରୋହ କରେ? କ'ଣ ଅଛି ଯାହା ସେମାନଙ୍କ ଦ୍ୱାରା ବିଦ୍ରୋହ କରାଏ? କ'ଣ ପାଇଁ ଅଛି ଅସନ୍ତୋଷ? କ'ଣ ପାଇଁ ବିଦ୍ରୋହ? ସେ ସୁଖୀ ହେବାକୁ ଚାହେଁ, କିନ୍ତୁ କ'ଣ ସେ ସୁଖକୁ ପାଇନେଲା? କ'ଣ ପାଇଁ ମଣିଷ ସମୁଦ୍ରର ଗଭୀରତାକୁ, ସୂର୍ଯ୍ୟ ଚନ୍ଦ୍ରର ଉଚ୍ଚତାକୁ ମାପିବାକୁ ଚାହେଁ? ତ କ'ଣ ପାଇଁ ସେ ପର୍ବତର ଶ୍ରେଣୀକୁ ଜିତିବାକୁ ଚାହେଁ? କ'ଣ ପାଇଁ ସେ ସଂସାରର ସବୁ ସୀମାକୁ ଭାଙ୍ଗି ଦେବା ପାଇଁ ଚାହେଁ? କ'ଣ ସେ ଜାଣିଛି କି ସେ ଅସୀମିତ ଅଟେ? କ'ଣ ପାଇଁ ସେ ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଚାହେଁ? କ'ଣ ସେ ଜାଣିଛି କି ସେ ଅମର ଅଟେ? ସୀମିତରୁ ଅସୀମିତ ଆଉ ମରଣରୁ ଅମୃତ୍ୟୁର ଏ ଯାତ୍ରାରେ ଆମେ ସମସ୍ତେ ଚାଲନ୍ତି, କିନ୍ତୁ ଆମେ ଦେଖିପାରୁନାହାନ୍ତି। ଏଥିପାଇଁ ଉପନିଷଦ ଆପଣ ସମସ୍ତଙ୍କୁ ବାରମ୍ବାର ଡାକୁଛନ୍ତି ଆଉ କୁହନ୍ତି, उत्तिष्ठत जाग्रत प्राप्य वरान निबोधति। ଉଠ, ଜାଗ ଆଉ ସତ୍ୟକୁ ଚିହ୍ନ। पूषन् एकर्षे यम सूर्य प्राजापत्य व्यूहरश्मीन् समूह तेजः यत्ते रूपं कल्याणतमं तत्ते पश्यामि योऽसावसौ पुरुषः सोऽहमस्मि। ହେ ଜଗତ ପୋଷକ ସୂର୍ଯ୍ୟ, ତୁ ନିଜ କିରଣକୁ ହଟେଇ ଦେ, ନିଜ ତେଜକୁ ସାମୁଟି ନେ। ତୋର ଯେଉଁ ଅତିଶୟ କଲ୍ୟାଣମୟ ରୂପକୁ ମୁଁ ଦେଖୁଛି, ଇଏ ଯେଉଁ ପୁରୁଷ ଅଟେ ତାହା ହେଉଛି ମୁଁ। ତ ନିଅନ୍ତୁ ପ୍ରସ୍ତୁତ ଅନ୍ଧ ଯୁଗ।
ସଞ୍ଜୟ, ତମେ କହୁନ କାହିଁକି ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଯୁଦ୍ଧର ଅଭିଳାଷାରେ ଛିଡ଼ା ହୋଇଥିବା ମୋର ଆଉ ପାଣ୍ଡୁପୁତ୍ର କ'ଣ କଲେ? ମହାରାଜ, ଅର୍ଜୁନ ତାର ଧନୁଷ ତଳେ ରଖିଦେଲେ। କୃଷ୍ଣ ତାକୁ ବୁଝଉଛନ୍ତି। ଯୁଧିଷ୍ଠିର କିଛି ବୁଝିପାରୁନାହାନ୍ତି। ଆଉ ଆପଣଙ୍କର ପ୍ରିୟ ଦୁର୍ଯ୍ୟୋଧନ ହସୁଛି। ରୁହ ନାହିଁ ସଞ୍ଜୟ, ଶୀଘ୍ର କୁହ, କ'ଣ ଅର୍ଜୁନ ଡରିଯାଇଛି? ହେ କୃଷ୍ଣ, ଯୁଦ୍ଧର ଅଭିଳାଷରେ ମୋ ସାମ୍ନାରେ ଛିଡ଼ା ମୁଁ ନିଜର ହିଁ ଭାଇ, ବାନ୍ଧବ ଆଉ ଗୁରୁଜନଙ୍କୁ କେମିତି ମାରିବି? ହେ କୃଷ୍ଣ, ନା ତ ମୁଁ ବିଜୟ ଚାହୁଁଛି, ନା ରାଜ୍ୟ, ନାହିଁ ସୁଖ। ନିଜର ହିଁ ଲୋକଙ୍କୁ ମାରିକି ମୁଁ ସୁଖୀ କେମିତି ହେଇପାରିବି ବାସୁଦେବ? ହେ କୃଷ୍ଣ, ବୁଦ୍ଧିମାନ ହେଇକି ବି ଆମେ ଲାଭ ଆଉ ସୁଖ ପାଇଁ, ନିଜର ହିଁ ଲୋକଙ୍କୁ ମାରିବା ପାଇଁ କେମିତି ପ୍ରସ୍ତୁତ ହେଇଗଲେ? ହେ ଅର୍ଜୁନ, ତୁ ଶୋକ ନ କରିବା ଲୋକଙ୍କ ପାଇଁ ଶୋକ କରୁଛୁ ଆଉ ବୁଦ୍ଧିମାନଙ୍କ ଭଳି ବାର୍ତ୍ତା କରୁଛୁ। ପରନ୍ତୁ ଯାହାଙ୍କର ପ୍ରାଣ ଚାଲିଯାଇଛି କିମ୍ବା ଯାହାର ପ୍ରାଣ ଯାଇନାହିଁ, ତାଙ୍କ ପାଇଁ ବି ବୁଦ୍ଧିମାନ ଶୋକ କରନ୍ତି ନାହିଁ। ନା ତ ଏମିତି ଥିଲା କି ମୁଁ କୌଣସି କାଳରେ ନଥିଲି, କିମ୍ବା ତୁ ନଥିଲୁ, କିମ୍ବା ଯୁଦ୍ଧର ଅଭିଳାଷାରେ ଛିଡ଼ା ଏ ଲୋକମାନେ ନଥିଲେ। ହେ ଅର୍ଜୁନ, ଏ ଆତ୍ମା କେବେ ମରେ ନାହିଁ। କାହିଁକି ନା ଏ ଆତ୍ମା ନା କାହାକୁ ମାରେ ନା କାହା ଦ୍ୱାରା ମରେ। ଇଏ ନା କେବେ ଜନ୍ମ ନିଏ ନା କେବେ ମରେ। କାହିଁକି ନା ଇଏ ଅଜନ୍ମା, ନିତ୍ୟ, ସନାତନ ଆଉ ପୁରାତନ ଅଟେ। ଯେମିତି ମନୁଷ୍ୟ ପୁରୁଣା ବସ୍ତ୍ରକୁ ତ୍ୟାଗ କରି ନୂଆ ବସ୍ତ୍ରକୁ ଗ୍ରହଣ କରେ, ସେମିତି ହିଁ ଜୀବାତ୍ମା ପୁରୁଣା ଶରୀରକୁ ତ୍ୟାଗ କରି ନୂଆ ଶରୀରକୁ ଧାରଣ କରେ। ଏ ଆତ୍ମାକୁ ଶସ୍ତ୍ର କାଟି ପାରିବ ନାହିଁ, ଅଗ୍ନି ଜଳେଇ ପାରିବନି, ଜଳ ବୁଡ଼େଇ ପାରିବନି, ବାୟୁ ଶୁଖେଇ ପାରିବନି। ସେଠାରେ କ'ଣ ହେଉଛି ସଞ୍ଜୟ? ତମେ ଚୁପ୍ କ'ଣ ପାଇଁ ଅଛ ସଞ୍ଜୟ? କୃଷ୍ଣ କ'ଣ କହୁଛନ୍ତି? ହେ କୃଷ୍ଣ, ଏ ବ୍ରହ୍ମ କ'ଣ? ଅହଂ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ ଅଟେ, ତୁମେ ବ୍ରହ୍ମ ଅଟ, ଆମେ ସମସ୍ତେ ବ୍ରହ୍ମ ଅଟନ୍ତି। ହେ ଅର୍ଜୁନ, ସେ ଏକ ଅଟେ, ସେ ନିରାକାର ଅଟେ, ସେ ସର୍ବଶକ୍ତିମାନ ଅଟେ। ସେ ନିଜ ଇଚ୍ଛାରେ ନିଜକୁ ଅସଂଖ୍ୟ ରୂପରେ ଅଭିବ୍ୟକ୍ତ କରେ। ମୁଁ ହିଁ ସୂର୍ଯ୍ୟ, ମୁଁ ହିଁ ବର୍ଷା, ମୁଁ ହିଁ ଅମୃତ, ମୁଁ ହିଁ ମୃତ୍ୟୁ, ମୁଁ ହିଁ ସତ୍ୟ, ମୁଁ ହିଁ ଅସତ୍ୟ ବି। ତା ଠାରୁ ସବୁ ଜନ୍ମ ନିଅନ୍ତି, ତା ଦ୍ୱାରା ସମସ୍ତେ ବଞ୍ଚନ୍ତି ଆଉ ତା ଭିତରେ ବିଲୀନ ହେଇଯାଆନ୍ତି। ହେ ଅର୍ଜୁନ, ସବୁ କାଳରେ ସ୍ଥିତ ଆତ୍ମା ହେଉଛି ମୁଁ ସୂକ୍ଷ୍ମରୁ ସୂକ୍ଷ୍ମ ଆଉ ବିରାଟରୁ ବିରାଟ। ମୁଁ ହିଁ ସମୁଦ୍ର, ମୁଁ ହିଁ ପର୍ବତ, ମୁଁ ହିଁ ବୃକ୍ଷ, ମୁଁ ହିଁ କାମ, ମୁଁ ହିଁ ଶସ୍ତ୍ର, ମୁଁ ହିଁ ପଶୁ, ମୁଁ ହିଁ ଜନ୍ତୁ, ମୁଁ ହିଁ ଜୀବନ, ମୁଁ ହିଁ ହେଉଛି ଯମ, ଆଉ ମୁଁ ହିଁ ଅଦ୍ଭୁତ ବିସ୍ମୟକାରୀ ବ୍ରହ୍ମାଣ୍ଡ। ସୃଷ୍ଟିର ଆଦି ହେଉଛି ମୁଁ, ଅନ୍ତ ହେଉଛି ମୁଁ। ତମେ ପୁଣି କ'ଣ ପାଇଁ ଚୁପ୍ ହେଇଗଲ ସଞ୍ଜୟ? କ'ଣ ଅର୍ଜୁନ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି? ଅଦ୍ଭୁତ, ଅଲୌକିକ। ଦେଖନ୍ତୁ ରାଜନ, କୃଷ୍ଣ ଅର୍ଜୁନକୁ ନିଜର ବିରାଟ ରୂପ ଦେଖେଇ ହିଁ ଦେଲେ। ତମେ କ'ଣ ଦେଖୁଛ ସଞ୍ଜୟ? ହଜାରେ ସୂର୍ଯ୍ୟର ପ୍ରକାଶ
ଆଉ ସେ ବିରାଟ ରୂପରେ ମୁଁ କୁରୁସେନାର ଗୋଟେ ଗୋଟେ ଯୋଦ୍ଧାକୁ ଦେଖୁଛି। ଇଏ କ'ଣ ରାଜନ? ଭୀଷ୍ମ, ଦ୍ରୋଣ, କର୍ଣ୍ଣ ସହିତ କୌରବ ପକ୍ଷର ମହାନ ଯୋଦ୍ଧା ସେ ବିକ୍ରାଳ ରୂପର ମୁଖରେ ଦୌଡ଼ୁଛନ୍ତି। କୃଷ୍ଣଙ୍କର ବିରାଟ ମୁଖରୁ ବାହାରିଥିବା ଏ ପ୍ରଳୟର ଅଗ୍ନି ସମସ୍ତଙ୍କୁ ଗିଳି ଦେଉଛି। ଆଉ ରାଜନ, ଅର୍ଜୁନ କୃଷ୍ଣଙ୍କର ଏ ବିରାଟ ରୂପକୁ ଦେଖି ଭୟରେ ଥର ଥର କମ୍ପିତ ହେଉଛନ୍ତି। शास्त्री जी, हम लोग सोच रहे हैं कि अगर आपकी अनुमति हो तो हम लोग व्याख्यान का समय बदल दें। क्यों? सुनने वालों की संख्या कुछ कम हो रही है। व्याख्यान के समय ही एक नाटक कंपनी का नाटक चल रहा है। लोगों का रुख उस तरफ है। मुझे कोई आश्चर्य नहीं हुआ। देखिए, जहां रस है वहीं दर्शक है। हाँ, अगर समय बदलने से दर्शकों को सुविधा होती है तो आप समय बदल दीजिए, लेकिन अगर समय बदलने से मेरे किसी भी श्रोता को असुविधा होती है तो ये मुझे स्वीकार नहीं है। मेरे लिए तो वो एक ही ध्यान से सुनने वाला श्रोता महत्वपूर्ण है। लेकिन वैसे वाकई शहर में कोई अच्छा नाटक चल रहा है? जणे वक्ता, जणे श्रोता, जगतर श्रेष्ठ ज्ञान जणे वक्ता जणे श्रोताକୁ ଦେଲେ। ତାକୁ ଯାହା ମନରେ ପ୍ରଶ୍ନ ଥିଲା, ସନ୍ଦେହ ଥିଲା, ନା କି ସେମାନଙ୍କୁ ଯିଏ ଯୁଦ୍ଧ ଭୂମିରେ କାହାର ଜୟ ଆଉ ପରାଜୟର ଆଶା ନେଇ ଛିଡ଼ା ହୋଇଥିଲେ। ଶବରେ ଭର୍ତ୍ତି ଏ କୁରୁକ୍ଷେତ୍ରରେ କିଏ ବିଳାପ କରୁଛି? ଶୁଣୁଛୁ ନା ତୁ କୃଷ୍ଣ? ଶୁଣୁଛୁ ନା ତୁ ମୋର ବିଧବା ପୁତ୍ରବଧୂମାନଙ୍କର ବିଳାପ? ଦେଖୁଛୁ ନା ତୁ ଯୁଦ୍ଧରେ ମରିଥିବା ମୋର ପୁତ୍ରମାନଙ୍କର ଶବରେ ଲାଗି ଲାଗି କାନ୍ଦୁଥିବା ମୋର ବିଧବା ପୁତ୍ରବଧୂମାନଙ୍କୁ? ଦେଖୁଛୁ ନା ତୁ ମୋର ପୁତ୍ର ଆଉ ମରିଥିବା ଯୋଦ୍ଧାମାନଙ୍କର ଶବକୁ କେଞ୍ଚି କେଞ୍ଚି ଖାଉଥିବା ଗିଦ୍ଧ ଶିଆଳ? ଦେଖୁଛୁ ନା ତୁ ଯିଏ କାଲି ପର୍ଯ୍ୟନ୍ତ କମଳ ବିଛଣାରେ ଶୋଉଥିଲେ, ଆଜି ସେମାନେ ମରିକି ମାଂସ ଆଉ ଲହୁର ଦଲଦଲରେ ପଡ଼ିଛନ୍ତି? ଦେଖୁଛୁ ନା ତୁ ଭୀମର ଚଟ ଖାଇ ରକ୍ତରେ ଲଥପଥ ଗଦା ନେଇ ମାଟିରେ ଶୋଇଥିବା ମୋର ଦୁର୍ଯ୍ୟୋଧନକୁ ନିଜ ଆଖିରେ ଦେଖିନିଅ, ଦେଖିନିଅ, ଯାହାର ମୁଣ୍ଡ କେବେ କାହା ସାମ୍ନାରେ ନଇଁ ନାହିଁ। ତାଙ୍କର ମୁଣ୍ଡ ଆଜି ଗିଦ୍ଧମାନଙ୍କର ଠକରରେ ପଡ଼ିଛି। ଶୁଣିପାରୁଛୁ ତୁ ଅଭିମନ୍ୟୁର ପତ୍ନୀ ଉତ୍ତରାର କ୍ରନ୍ଦନ? ଦେଖ, ସେ ଅଭିମନ୍ୟୁର ଶବରେ ଲାଗିକି କେମିତି କାନ୍ଦୁଛି। ଶୁଣିପାରୁଛୁ ତୁ ମହାଯୋଦ୍ଧା କର୍ଣ୍ଣର ପତ୍ନୀର ବିଳାପ, ଯାହାକୁ ତୁ ଛଳରେ ମାରିଲୁ? ଶୁଣିପାରିବୁ ତ ତାର ମାତାର ବିଳାପ? ଦେଖିପାରିବୁ ତ ଦେଖ, ସୁନାର କାନ୍ତିବାଲା କର୍ଣ୍ଣର ଶରୀରକୁ କୁକୁର ଆଉ ଶିଆଳମାନେ ଖାଇକି ଟିକେ ହିଁ ରହିବାକୁ ଦେଇଛନ୍ତି, କାହିଁକି ନା ତୁ ହିଁ ତାକୁ ଚିହ୍ନି ପାରିବୁ। ଦ୍ରୋଣ ଆଉ ଭୀଷ୍ମକୁ ଆଉ କେହି ନୁହେଁ, ତୁ ହିଁ ମାରିଛୁ କୃଷ୍ଣ। ଦେଖିପାରିବୁ ନା ତ ଦେଖ, ଯାହାଙ୍କର ବୀରତାରେ ପୃଥିବୀ ଥରୁଥିଲା, ଆଜି ସେମାନେ ଏଠାରେ କୁରୁକ୍ଷେତ୍ରରେ ପଡ଼ିଛନ୍ତି। ପାଣ୍ଡବ ଯୁଦ୍ଧ ଚାହୁଁଥିଲେ, ମୋର ପୁତ୍ର ଯୁଦ୍ଧ ଚାହୁଁଥିଲେ, କିନ୍ତୁ ତୁ ଚାହିଁଥିଲେ ଏ ଯୁଦ୍ଧ ଅଟକି ପାରିଥାନ୍ତା ବାସୁଦେବ।
ତମେ ଚାହିଁଥିଲେ ପାଣ୍ଡବଙ୍କୁ ଅଟକେଇ ପାରିଥାନ୍ତ, ତମେ ଚାହିଁଥିଲେ କୌରବଙ୍କୁ ଅଟକେଇ ପାରିଥାନ୍ତ, କିନ୍ତୁ ତମେ ଜାଣି ଶୁଣିକି କୌରବଙ୍କର ବିନାଶ ହେବାକୁ ଦେଲ। ଏଥିପାଇଁ ଶୁଣ ହେ କୃଷ୍ଣ, ଯଦି ମୁଁ ଧର୍ମରେ ମୋ ପତିର ସେବା କରିଥିବି ତ ତାହାର ତପ ବଳରେ ମୁଁ ତୁମକୁ ଅଭିଶାପ ଦେଉଛି କି ଯେମିତି ଧର୍ମ କ୍ଷେତ୍ରରେ ଭାଇମାନେ ଭାଇମାନଙ୍କୁ ମାରିଲେ, ସେମିତି ହିଁ ଦିନେ ତୁମର ବଂଶ ଏହିଭଳି ପାଗଳ କୁକୁର ଭଳି ଜଣେ ଅନ୍ୟ ଜଣକୁ ଫାଡ଼ି ଖାଇବେ, ଆଉ ତମେ ନିଜେ ତାଙ୍କର ବିନାଶ କରି ମରିବ କୌଣସି ପଶୁଙ୍କ ଭଳି। କୃଷ୍ଣ ହୁଅ, ପ୍ରଭୁ ହୁଅ, କିନ୍ତୁ ମରିବ କୌଣସି ପଶୁଙ୍କ ଭଳି। ଇଏ ତମେ କ'ଣ କଲ ଗାନ୍ଧାରୀ? କିଏ ଅଛି ସେଠାରେ? ଗାନ୍ଧାରୀ ମୁଁ କୃଷ୍ଣ ଦ୍ୱାପାୟନ ବ୍ୟାସ। ଗାନ୍ଧାରୀ, ଯାହାକୁ 100 ଆଖିବାଲା ବରୁଣର ଆଖି ବି ଦେଖିପାରୁନଥିଲେ, ଯାହାକୁ 1000 ଆଖିବାଲା ଇନ୍ଦ୍ରର ଆଖି ବି ଦେଖିପାରୁନଥିଲେ, ତାକୁ 2 ଆଖିବାଲା କେମିତି ଦେଖିପାରିଥାନ୍ତେ? ତାକୁ କୃଷ୍ଣ, ସଞ୍ଜୟ କିମ୍ବା କେବଳ ମୁଁ ଦେଖିପାରୁଥିଲି। ଶୁଣ ଧୃତରାଷ୍ଟ୍ର, ଶୁଣ ଗାନ୍ଧାରୀ, 18 ଦିନର ଏ ଭୀଷଣ ମହାଯୁଦ୍ଧରେ କେବଳ କୃଷ୍ଣ ମରିଛି। ସବୁବେଳେ ବାରମ୍ବାର ଯେତିକି ଥର କୌଣସି ସୈନିକ ଆହତ ହେଇ ଧରାଶାୟୀ ହେଇଛି, ସେ ଅନ୍ୟ କେହି ନଥିଲା, କୃଷ୍ଣ ହିଁ ଥିଲା। ପଡ଼ୁଥିଲା ଆହତ ହୋଇ ରଣଭୂମିରେ ଯେ, ସେ କୃଷ୍ଣ ହିଁ ଥିଲା। ଏଠାରେ କୁରୁକ୍ଷେତ୍ରରେ ଯେଉଁ ରକ୍ତ ବହିଛି ତାହା ଅନ୍ୟ କାହାର ନଥିଲା, କୃଷ୍ଣର ଥିଲା। ଗାନ୍ଧାରୀ, 18 ଦିନର ଏ ଭୀଷଣ ସଂଗ୍ରାମରେ ମରିବା ବାଲା ଆଉ ମାରିବା ବାଲା ଜଣେ ହିଁ ଥିଲା, ସେ କୃଷ୍ଣ ଥିଲା। ଗାନ୍ଧାରୀ, ସେ କେବଳ କୃଷ୍ଣ ଥିଲା। वह कृष्ण था, वह कृष्ण था, वह कृष्ण था, ସେ କୃଷ୍ଣ ଥିଲା, ସେ କୃଷ୍ଣ ଥିଲା, ସେ କୃଷ୍ଣ ଥିଲା, वह कृष्ण था, ସେ वह କୃଷ୍ଣ कृष्ण ଥିଲା, वह कृष्ण था, ସେ वह କୃଷ୍ଣ कृष्ण ଥିଲା, वह कृष्ण ସେ କୃଷ୍ଣ वह ଥିଲା, कृष्ण ସେ वह କୃଷ୍ଣ कृष्ण ଥିଲା, वह ସେ कृष्ण କୃଷ୍ଣ वह ଥିଲା, कृष्ण ସେ कृष्ण କୃଷ୍ଣ ଥିଲା, वह कृष्ण ସେ କୃଷ୍ଣ वह कृष्ण ଥିଲା। था। ଗାନ୍ଧାରୀ ନିଜର ଆଖିରେ ଅଜ୍ଞାନର, ଅନ୍ଧକାରର, ଅବିଦ୍ୟାର ପଟି ଚଢ଼େଇକି ରଖିଥିଲା। କେବଳ ଗାନ୍ଧାରୀ ହିଁ ନୁହେଁ, ଧୃତରାଷ୍ଟ୍ର, ଦୁର୍ଯ୍ୟୋଧନ, ଦୁଃଶାସନ, ଆହୁରି ବି ଅନେକ ଲୋକ ଆଖି ଥାଇକି ବି ଅଜ୍ଞାନର ପଟି ଲଗେଇକି ରଖିଥିଲେ। କିଏ ଉତାରି ପାରିଥାନ୍ତା ସେ ପଟି? କିଏ ରଚେ ଆମର ସଂସାର? କିଏ ରଚେ ନିଜ ନିଜ ସଂସାର? ମୁଁ ସ୍ୱୟଂ କିମ୍ବା କେହି ଅନ୍ୟ ଜଣେ? ନିଜ ନିଜ ଯୁଦ୍ଧର ରଚୟିତା କିଏ? ନିଜ ନିଜ ସୁଖ, ନିଜ ନିଜ ଦୁଃଖର ରଚୟିତା କିଏ? ପ୍ରଶ୍ନ କର, ଉତ୍ତର ମିଳିବ। ପ୍ରଶ୍ନ କର, ପ୍ରଶ୍ନର ଗର୍ଭରେ ହିଁ ଉତ୍ତର ଲୁଚିକି ଅଛି। मिलते हैं शाम को। अच्छा क्या कीप इट अप। नरेंद्र, पिताजी। नरेंद्र, बुद्धिमान लोग एक ही सच को
अलग अलग तरीकों से कहते हैं। यह आज मैंने देखा भी और जाना भी। अपनी अपनी भूमिका में बेटा तुम मुझसे बहुत बेहतर हो। नहीं पिताजी, आप में और मुझ में बहुत अंतर है। मैं सिर्फ सच दोहरा रहा हूं, आप सच जी रहे हैं। याद है एक दिन आपने मुझसे कहा था, बेटा कला जीवन की किताब है और जीवन उदाहरण मांगता है। उदाहरण ढूंढो और जियो उसे। अब मैंने उस किताब के पन्नों को पलटना शुरू कर दिया है पिताजी। देखिए अगले प्रकरण में एक डाकू रत्नाकर और एक ऋषि नारद की भेंट, जिसने एक डाकू का जीवन बदल दिया। क्या था वह प्रश्न? यस्य प्रसादात् भवमङ्गलार्था प्रसूतगं गोपनिषत् विशुद्धा समर्पयामो गुरुचिन्मयाय भूयात् प्रसन्नः स शिवस्वरूपः भूयात् प्रसन्नः स शिवस्वरूपः भूयात् प्रसन्नः स शिवस्वरूपः।